କାହିଁକି ଦଉଛି ନା ଆଜି ଯେହେତୁ ବାବାଙ୍କର ଦ୍ୱିତୀୟ ପାଳି ଯେଉଁମାନେ କାଉଁଳି ସେମାନେ ଯାଉଛନ୍ତି ଶ୍ରାବଣୀ ଯାତ୍ରାରେ ତାଙ୍କୁ ଆମେ ଏଇଥିପାଇଁ ରଖୁଛୁ ଯେ ଯେହେତୁ ଲଙ୍ଗ ବାଟ ହଉଛି ଏଥିରେ ବର୍ଷା ବି ହଉଛି ସେ ରାସ୍ତା ଯେହେତୁ ଖରାପ ଯୋଗୁଁ ତାଙ୍କ ଗୋଡ଼ ହାତ ଛିଡୁଛି ଲଙ୍ଗ ବାଟ ଛୋଟ ଛୁଆ ବି ଆସୁଛନ୍ତି ମା ଭଉଣୀ ମାନେ ବି ଆସୁଛନ୍ତି ଭାଇ ଆସୁଛନ୍ତି ଯେହେତୁ ତାଙ୍କୁ ସେଥିପାଇଁ ଆମେ ସେବା କରୁଛୁ ଯେ ଏହା ସେବା କରୁଛୁ ଯେ ଆମର କୌଣସି ମେଡିକାଲ ଟ୍ରିଟମେଣ୍ଟ ହଉ କିମ୍ବା ଶୁଖିଲା ଖାଦ୍ୟ ପାଣି ବିସ୍କିଟ୍ କଦଳୀ କେକ୍ ଏମିତି ଅନ୍ୟାନ୍ୟ ଜିନିଷ ସବୁ ଦେଇକି ଆମେ ହଳଦୀ ପାଣି ଯୋଉ କରୁଛୁ ଯେହେତୁ ଗୋଡ଼ ହାତ ଯୋଉଠି ଛିଡି ଯାଉଛି ସେଇଟା ଆମେ ତାଙ୍କୁ ହଳଦୀ ପାଣିରେ ତାକୁ ନା ଗୋଡ଼ ସେବା କରୁଛୁ ସ୍ନାନ କରି ତାଙ୍କୁ ବିଦା କରୁଛୁ। ଏ ଅଞ୍ଚଳ ସବୁବେଳେ ଅଞ୍ଚଳର ଭଦ୍ରକ ଜିଲ୍ଲା ସାରା ଓଡ଼ିଶାର ଆଖଣ୍ଡଳମଣି ପ୍ରତି ଏକ ସ୍ୱତନ୍ତ୍ର ଭରସା ବିଶ୍ୱାସ ରହିଛି। ତ ସମସ୍ତ ଶୈବମାନଙ୍କ ପାଇଁ ଶ୍ରାବଣ ମାସ ହେଉଛି ସବୁଠୁ ପବିତ୍ର ମାସ ଏବଂ ସବୁ ଶ୍ରାବଣ ମାସର ସୋମବାର ସେମାନେ ପାଣି ଢାଳିବା ପାଇଁ ଯେଉଁ କାଉଡ଼ିଆ ଭକ୍ତ ଭାଇମାନେ ଭଉଣୀମାନେ ମାଉସୀମାନେ ଗୁରୁଜନମାନେ ଯାଉଛନ୍ତି ତାଙ୍କ ପାଇଁ ଆଜି ଆମର ଜଣେ ସାନ ଭାଇ ଶଙ୍କର ଯେଉଁ ଅଭିନବ ପ୍ରୟାସ କରିଛି ଏଠି ସେମାନଙ୍କର ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିଛି ସେମାନଙ୍କର ସେବା ଯତ୍ନ ପାଇଁ ବ୍ୟବସ୍ଥା କରିଛି ମୁଁ ତାକୁ ଧନ୍ୟବାଦ ଦେବି ଆଉ ମହାଦେବଙ୍କ କାମରେ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ କରିବି ଏବଂ ଯେଉଁ କାଉଡ଼ିଆ ଭାଇମାନେ ଭକ୍ତମାନେ ଯାଉଛନ୍ତି ସେମାନଙ୍କର ସୁରକ୍ଷା ସୁବିଧା ତାଙ୍କୁ ସହଯୋଗ ଏସବୁ ହେଉଛି ଆମମାନଙ୍କର କର୍ତ୍ତବ୍ୟ ଏହାକୁ ପରମ କର୍ତ୍ତବ୍ୟ ବୋଲି ଭାବିକି ଏକ ଆଧ୍ୟାତ୍ମିକ କର୍ତ୍ତବ୍ୟ ବୋଲି ଭାବିକି ଆମେ ସମସ୍ତେ ସେମାନଙ୍କ ସେବାରେ ନିୟୋଜନ ରହିବା ପାଇଁ ଆହ୍ୱାନ କରିବି ଏତିକି ମୋର ବିଶ୍ୱାସ ଆଶା ଯେ ଏଇ ରାସ୍ତା ଦେଇକି ଯେତେବେଳେ ଯାଉଛନ୍ତି ସେମାନଙ୍କୁ ସମସ୍ତେ ଆମେ ଧାନଖଣିଆ ଘାଟକୁ ମଧ୍ୟ ଯାଇଥିଲୁ ସେଠାରେ ପଞ୍ଚାୟତ ତରଫରୁ ବହୁତ ଆମର ସାଧୁଜନଙ୍କ ତରଫରୁ ସେଠି ମଧ୍ୟ ଖାଇବା ପିଇବାର ରହିବାର ବ୍ୟବସ୍ଥା ହେଇଛି ତେଣୁ ଚାରିଆଡ଼େ ଭକ୍ତଙ୍କ ପାଇଁ ଲୋକମାନେ ସାଧାରଣ ଲୋକମାନେ ବାହାରିକି ତାଙ୍କର ସେବା ଯତ୍ନ କରୁଛନ୍ତି। ଜୟ ବାବା ଆଖଣ୍ଡଳମଣି ମହାଦେବଙ୍କର ଜୟ ହଉ ଆରଡ଼ି ପୀଠର ଜୟ ହଉ ଯୁଗ ଯୁଗ ଧରି ଏ ଭକ୍ତି ଏ ଭରସା ଏ ବିଶ୍ୱାସ ଏମିତି ଆମମାନଙ୍କ ଭିତରେ ଥାଉ ଆମେ ମହାଦେବଙ୍କ ଭକ୍ତିରେ ସବୁବେଳେ ଏମିତି ନିଜକୁ ନିୟୋଜନ କରି ରଖିବା।